मते दुईटा कल आसथिला विक्रम बले नायका जे आपन केसटा बंद करिए दिलेन आमी सेटा मारिया पाई भी धमकी देइछन्ति सेई जोगुर आमार फैमिली प्रति आमाके टिके विपदे आछि सेटा आमि पुलिस प्रशासनके मुख्यमंत्री माननीय मुख्यमंत्री अनुरोध जेते पर्यंत आमार केसटा इए न हो सेते पर्यंत आमाके बेलरे न छाड़े ताके भितरे एका रुहन्तु भितरे आउ आमाके न्याय दियन्तु जेते पर्यंत मोर स्वामीके जे हत्या करछन्ति तांको जीवितरे न्याय दियन्तु ମୁଁ ଏଇଟା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ତାଙ୍କୁ ବେଶୀ ଭିତରେ ମୋ ଉପରେ ତାଙ୍କୁ ବେଶୀ ଭିତରେ ଆମେ ତାଙ୍କୁ ଶଯ୍ୟା ଚିବିବେ ମୋର ଏତିକି ତ ଅନୁରୋଧ ଆମେ କିଛି କହିପାରିଲେ କା ନମ୍ବର ଆସିଲା କଲ୍ କା ନମ୍ବର କଲ୍ ଆସିଲା କଣ ବୋଲି ଆସିଲା ମୋର ପିଲା ଫୋନ୍ ରେ ଏକା ଆସିଥିଲା କଲଟା ଆସିକିରି ପିଲାକୁ ଅଭଦ୍ର ଭାଷାରେ ଗାଳି ବି କରୁଛନ୍ତି ତାଙ୍କେ ସେ ପିଲା କହିଲା ଯେ ମୁଁ ରଖୁଛି ଫୋନ୍ କହିଲା ପରେ କଣ ପାଇଁ ଫୋନ୍ ରଖିଲି ଏବେ ଏକା କଥା ହୁଅ ବୋଲି ସେ ଫୋନ୍ଟା ବନ୍ଦ କରିଦେଇଛି କିଛି କହିଲେ ସେ ପିଲା ବି ଡରି ଯାଇଛି ଆମେ ବି ଡରି ଯାଇଛୁ ଆମେ ଘର ଭିତରେ ସେଟା ନମ୍ବର ଯୋଉ ଆସିଥିଲା ସେ ନମ୍ବର କାହାର ମୁଁ ଆମେ ଜାଣିନୁ ସେ ଫୋନ୍ଟା ନମ୍ବରଟା କାହାର ଆମେ ସେଠି ଏଫଆଇଆର ଦେଇଛୁ ଏସପିକୁ ଆମେ ଜଣେଇଛୁ ଆମେ ଜଣେଇକିରି ସେ ଏସପିକୁ ସେ ଫୋନ୍ ନମ୍ବର ଦୁଇଟା ଆମେ ଦେଇଛୁ ଦୁଇଥର ଆସିଛି କଲରେ କଣ କହିଥିଲେ ଗାଳି କରିକିରି ଅଭଦ୍ର ଭାଷା ଗାଳି କରିକି କହୁଛନ୍ତି କେସଟା ଆପଣ ଡ୍ରପ୍ କରିବେ କି ନାହିଁ ଆପଣ ଜୀବନ ମାରି ପାଇଁ ଧମକି ଦେଇଛନ୍ତି ବିକ୍ରମ ପଣ୍ଡା ନାଁରେ ଆପଣ ମା ପୁଅ ରହୁଛନ୍ତି ତ ଆମେ ପିଲା କହିଲେ ହଁ ଆମେ ମା ପୁଅ ରହୁଛୁ ହଉ ଠିକ୍ ଅଛି ପରେ କଣ ହବ ଦେଖିବା ଏତିକି କରିକି ପିଲା ଡରିକିରି ଫୋନ୍ଟା ରଖିଦେଇଛନ୍ତି ମ୍ୟାଡାମ କଣ କହିଲେ ଯୋଉ ଫୋନ୍ ଯୋଉ ଆସିଥିଲା କାହାକୁ କିଛି ଶବ୍ଦ ରହିଛି ଆପଣଙ୍କର ଇଏର ଆଉ ଗୋଟେ କଥା ଯଦି ଆପଣ କହିବା ଯୋଉ ଫୋନ୍ ଦୁଇଟି ଥର ଆସିଲା ପ୍ରଥମ ଥର ଆପଣ ଯେତେବେଳେ ଫୋନ୍ ଆସିଥିଲା କମ୍ପ୍ଲେନ ଦେଇଥିଲେ ନା ଦ୍ୱିତୀୟ ଥର ଆସିଲା ପରେ କମ୍ପ୍ଲେନ ସେଟା ମୁଁ ସାନ ଝିଅରେ କହିବି କଣ କହିଲେ ଯେତେବେଳେ ଫୋନ୍ ଆସିଥିଲା ଥରେ କମ୍ପ୍ଲେନ ଦେଲେ ଫୋନ୍ ପ୍ରଥମ ଥର ଆସିଥିଲା ଫୋନ୍ ପ୍ରଥମ ଥର ଆସିଲା ପରେ ଆମେ ତାକୁ ଟିକେ ବାଇଚାନ୍ସ କଣ ହେଇଥିଲା ଆମେ ତାକୁ ସିରିୟସଲି ନେଲୁନୁ ଦ୍ୱିତୀୟ କଲ୍ ଆସିଲା ପରେ ଆମେ ତାକୁ ସିରିୟସଲି ନେଲୁ ସିରିୟସ୍ ନେଲା ପରେ ମୁଁ ଯାଇକିରି ଏସଡିପିଓ ସାର୍ ଆଉ ଆଇଆଇସି ମ୍ୟାଡାମ ସହିତ ମଧ୍ୟ କଥାବାର୍ତ୍ତା କଲି ଆଉ ଲିଖିତ ଆକାରରେ ମଧ୍ୟ କମ୍ପ୍ଲେନ କୋଉ ଡେଟରେ କଲ୍ ଆସିଥିଲା କୋଉ ଡେଟରେ ଦେଲେ ଗୋଟେ କଲ୍ ଆସିଥିଲା 27 ତାରିଖ ଦିନ ଆଉ ଗୋଟେ କଲ୍ ଆସିଥିଲା 28 ତାରିଖ ଦିନ ମୁଁ ଏଫଆଇଆର ଦେଇଛି 3 ତାରିଖ ଦିନ ମୁଁ ସାର୍ଙ୍କୁ କହିଲି ସାର୍ ଏକ୍ଚୁଆଲି ଇନକ୍ୱାରି କରନ୍ତୁ ଇନକ୍ୱାରି କଲା ପରେ ଦେବା ବୋଲିକିରି ତାପରେ ମତେ ପୋଲିସ ପକ୍ଷରୁ କହିଥିଲେ ଏଫଆଇଆର ଦେବା ପାଇଁ ବୋଲିକିରି କିଛିଟା ମୋର ପର୍ସନାଲ କାମ ଥିଲା ଯାହାଦ୍ୱାରା କି ଟିକେ ଲେଟ୍ ହେଲା ମ୍ୟାଡାମ ଦେଖନ୍ତୁ ଆପଣ ବହୁତ ଦିନ ପରେ ଗୋଟିଏ ଆପଣ ଡେମୋ ମଧ୍ୟ ଦେଖିଥିଲେ କିଭଳି ଭାବେ ମାରିଥିଲେ ଇଏ ହେଇଥିଲେ ବହୁତ ଦିନ ପରେ ମିଡିଆ ସମ୍ମୁଖରେ ଆସିଲେ କିଭଳି ଭାବେ ଦେଖୁଛନ୍ତି ଆଉ କିଏ ସମ୍ପୃକ୍ତ ଅଛି ବୋଲି ଭାବୁଛନ୍ତି ନା କଣ ଭାବୁଛନ୍ତି ଦେଖନ୍ତୁ ତଦନ୍ତ ଚାଲିଛି ଏପର୍ଯ୍ୟନ୍ତ ତଦନ୍ତ ସରିନି ଆଉ ତଦନ୍ତ ଯେପର୍ଯ୍ୟନ୍ତ ସରିନି ପୁଲିସ ପ୍ରଶାସନ ତ ସେମାନଙ୍କର ତଦନ୍ତ ଜୋରସୋରରେ ଚଲେଇଛନ୍ତି ଆମେ ଯେତେବେଳେ ଏଫଆଇଆର ଦେଇଥିଲୁ ଏଫଆଇଆର ଆମର ନାଁ ମଧ୍ୟ ଆମେ ମେନସନ କରିନଥିଲୁ ଯେହେତୁ ଆମ ଭାଇଙ୍କର ମୃତ୍ୟୁ ହେଇଥିଲା ଆମେ ସେ ଅନୁସାରେ ଆମେ ଏଫଆଇଆର ଦେଇଥିଲୁ ଏବଂ ପୁଲିସ ତାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ସେ ଦୋଷୀ ମାନଙ୍କୁ ଯୋଉ 16 ଜଣ ମାନଙ୍କୁ ଆରେଷ୍ଟ କରିଛନ୍ତି ତେଣୁ ପୁଲିସ ତ ଆହୁରି ତଦନ୍ତ ଚାଲିଛି ତଦନ୍ତ ଯେପର୍ଯ୍ୟନ୍ତ ନ ସରିଛି ଆମେ ମଧ୍ୟ କିପରି କହୁ ଯେ ଆଉ କିଏ ଅଛି କିଏ କଣ ଛାଡିବ ଆମର ପୁଲିସ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା ଅଛି ଏବଂ ତାଙ୍କର ତଦନ୍ତ ଉପରେ ମଧ୍ୟ ଆମର ସମ୍ପୂର୍ଣ୍ଣ ରୂପେ ଭରସା ଅଛି ବର୍ତ୍ତମାନ ଏଇ ସବୁ ଆପଣ କିଭଳି ଭାବେ ଦେଖୁଛନ୍ତି ଯେ ଦିନ କଥା ଯଦି ଆପଣ ଯଦି ମନେ ପକେଇବେ କିଭଳି ଭାବେ ଦେଖନ୍ତୁ ତାଙ୍କର ଦେଖନ୍ତୁ ମୁଁ ଯେତେବେଳେ ବିକ୍ରମ ପଣ୍ଡା ଯେତେବେଳେ ଘରକୁ ଆସିଲେ ସେତେବେଳେ ପିଲାକୁ ସମ୍ବୋଧନ ଦେଇଛି ପିଲାକୁ ଆଗଲିକିରି ଧରିଛି ମତେ ବି ତାଙ୍କ କହିଲେ ହଉ ଦୋଷୀ ସାବ୍ୟସ୍ତ ହବ ବୋଲି ତାଙ୍କୁ ବି ସେଟା ବି କହିଛନ୍ତି ମୁଁ ବି କହୁଛି ତାଙ୍କର ଜାଣିଛନ୍ତି 35 ବର୍ଷରେ ଆପଣ ସାଙ୍ଗ ଆପଣ ଜାଣିଛନ୍ତି ଆମର ହଜବେଣ୍ଡ କେମିତି ଟାଇପ୍ର ଲୋକ ତାଙ୍କେ କେତେ ଭଲ ଲୋକ ଆପଣ ଜାଣିଛନ୍ତି ଜାଣିକି ତାଙ୍କେ ହଁ କଲେ ହଁ କରିକିରି ଦେଖିକି ତାକୁ ପଳେଇଲେ ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ଯେବେ ନ୍ୟୁଜରେ ଶୁଣିଲି ସେତେବେଳେ ମୋର ବହୁତ ମାନେ ଦେହକୁ ବହୁତ ବାଧିଲା ଆଶ୍ଚର୍ଯ୍ୟ ହେଇଗଲେ ମୁଁ ଭାବି ଚିନ୍ତା କରିପାରିଲିନି ଜୀବନରେ ଯେ ଏମିତି ଗୋଟେ ସାଙ୍ଗ ଏମିତି ମର୍ଡର କରିଦେବେ ବୋଲି ମ୍ୟାଡାମ ଆଉ ଗୋଟେ ଜିନିଷ ଦେଖନ୍ତୁ ଯେତେବେଳେ ଆପଣଙ୍କର ମଧ୍ୟ ସମସ୍ତେ ଜାଣିଛନ୍ତି ଆଉ ଗୋଟେ ଘନିଷ୍ଠ ବନ୍ଧୁ ସେତେବେଳେ ବି ଆପଣ ତ ମିଶିଥିବେ ନା ବିକ୍ରମ ପଣ୍ଡା ସହିତ ସେତେବେଳେ ଆମେ ସେ ଘରେ ଏକା ଥିଲୁ ଫାଷ୍ଟ ଲାଇନରେ
ଯେତେବେଳେ ବିକ୍ରମ ପଣ୍ଡା ଯିବା ଆସିବା କରୁଥିଲେ ମୁଁ ସେତେବେଳେ ଜାଣିଛି ତାଙ୍କ ସାଙ୍ଗସାଥି କେମିତି ରହୁଥିଲେ। ତାପରେ ତାଙ୍କ ସାଙ୍ଗସାଥି ଇଏ ହେଲା ପରେ ତାପରେ ମୁଁ ତାଙ୍କ ଭିତରେ କଣ ହେଇଛି ନା ଅଛି ସେଟା ମୁଁ ଟିକେ ଜାଣିପାରିବି। ନା ଏବେ ଭାବୁଛନ୍ତି ଯେ ଘଟଣାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ଅନୁଭବ ହଉଛି? ହେଇଥିବ ହବ ନା। ମୁଁ ତ 100ରୁ 100 କହୁଛି। ମୁଁ 100ରୁ 100 କଣ ପାଇଁ ଏମିତି କହୁଛି। କରିଥାଇପାରେ ବୋଲି ଆଶଙ୍କା କରୁଛନ୍ତି? କାରଣ କଣ ଥାଇପାରେ? ତାଙ୍କ ତଦନ୍ତ କରନ୍ତୁ, ପୁଲିସ ପ୍ରଶାସନ ତଦନ୍ତ କରି ଜାଣିବେ ନା କଣ ହେଇଛି ଭିତରେ। କେବେ ହେଲେ ବି ଯେମିତି ଆପଣ ସ୍ୱାମୀ ନା କେବେ କହିନାହାନ୍ତି ଆପଣ କୌଣସି ଘଟଣାକୁ ନେଇକି? କେବେ କିଛି ଘରେ ତାଙ୍କର ଯୋଉ କେସ୍ ଯଦି ହଉ ଘରେ କୋର୍ଟରେ ଯଦି କିଛି ହଉ ମତେ କେବେ ହେଲେ ତାଙ୍କ ଘରେ ସେମିତି କଥା କେବେ କହିନି। ତାପରେ ସେ 6 ତାରିଖ ଦିନ ଯେ ତାଙ୍କ ଯେତେବେଳେ ଇଏ କଲେ ତାଙ୍କ ଡେଥ୍ ହେଲେ ଘରେ ବି ନର୍ମାଲ ଯେମିତି ଆମେ ଘରେ ଯେମିତି କଥା ହେବାର ସ୍ୱାମୀ ସ୍ତ୍ରୀ ଯେମିତି ପିଲାକୁ ନେଇକି ଯେମିତି କଥା ହେବେ ସେଟା ନର୍ମାଲ କଥାବାର୍ତ୍ତା। ତାଙ୍କ ମୁହଁରେ ବି କିଛି ହେଲେ ଜଣା ପଡୁନଥିଲା ତାଙ୍କ ମୁହଁରେ ଯେ ତାଙ୍କର ଯେମିତି ଡିପ୍ରେସନ ଅଛନ୍ତି କଣ ଅଛନ୍ତି। ଯଦି ଜାଣିଥାନ୍ତେ ତାଙ୍କ ନିଜେ ସତର୍କ ହେଇଥାନ୍ତେ ନା। ସେଟା ବି ତାଙ୍କେ ଜାଣିନଥିଲେ ମୁଁ ବି ସେଥିରେ ଜାଣିନି କିଛି ସେ ବିଷୟଟା। ତାପରେ ମୁଁ ସେଇଠି ମନ୍ଦିର ଫନ୍ଦିର ଗଲି ବୁଲିକିରି ଆସିଲି ମୋ ଘରେ ତାଙ୍କ ସହିତ ମୁଁ ଫୋନରେ କଥା ହେଇଛି। କେତେବେଳେ ଲାଷ୍ଟ ଟାଇମ୍ କେତେବେଳେ କଥା ହେଲେ? 6ଟା ବେଳକୁ। ତାପରେ ଆଉ କଥା ହେଲେନି? କଣ କହିଥିଲେ? ତାପରେ 8ଟା ବେଳକୁ କଥା ହେଲି ଯେ ହୋଟେଲରେ ତାଙ୍କେ ରାନ୍ଧୁନି ମୁଁ ଆସିଲା ଟାଇମ୍ ହୋଟେଲରେ ମୁଁ ଭୁଗୁଥିରେ ପାର୍ସଲ ଧରିକିରି ଆସିଛି। କଣ ଖାଦ୍ୟ ଆଣିବା ପାଇଁ ଯାଇଥିଲେ? ଏ ରୁଟି ତରକାରୀ ବାସ ଦିଆ ପାଇଁ ଆଉ କିଛି ନାହିଁ। ସେଦିନ ଘରେ ଯେହେତୁ କୁମାର ପୂର୍ଣ୍ଣିମା ଥିଲା ଘରେ କେମିତି କଣ ମାନେ କିଛି ଖେଳିବା ପାଇଁ ବା ନା ଆମର କିଛି ଭାଇ ତାଙ୍କର ଖେଳିବାର ତାଙ୍କ ସବୁଠୁ ନଫରତ ତାଙ୍କେ ଯେଟା କହୁଛନ୍ତି ତାଙ୍କେ ଖେଳାଖେଳି କେବେ ନାହିଁ। ମାନେ ଆମର ଘର ବଂଶ କେବେ ନାହିଁ। ଆମର କକା ଦାଦା ହଉ ଦିଅର ହଉ ଦେଢଶୁର ହଉ ଆମ ଘରେ କେହି ଖେଳିବାନି। ଆମେ ଗପ ମାରିବୁ ସିନା କଥାବାର୍ତ୍ତା ହବୁ ସିନା ଆମର ଖେଳା କିଛି ନାହିଁ ଖେଳିବାର କେହି ନାହିଁ। କୋଉ କାମରେ ଯାଉଛି ମୁଁ 8ଟା ବେଳକୁ ଯେତେବେଳେ ଆସିବେ ସେ କହିଥିଲେ 8ଟାରେ କଥା ହେଇଥିଲେ କୋଉ କାମରେ ଯାଉଛି କେତେବେଳେ ମୁଁ ଆସିବେ? କୋର୍ଟରେ ଯାଉଛି ଥାନାରେ ମୋର କାମ ଅଛି କୋର୍ଟରେ ଯାଉଥିଲି ସେଠିକି କହିକି ଯାଇଛନ୍ତି ତାଙ୍କେ। ତାପରେ ଆଉ କିଛି ତାପରେ ତାଙ୍କ ସାଥିରେ ମୁଁ ଦେଖା ହେଇନି କି ଆଉ କଥା ବି ହେଇନି ଫୋନରେ ଯାହା କଥା ହେଇଛି ବାସ୍। ତାପରେ ତାପରେ ଘଟଣା ଯେତେବେଳେ 10ଟା ବେଳେ ହେଇଛି କୁହାଯାଉଛି ଆପଣ କେତେବେଳେ ଜାଣିଲେ ଘଟଣା? ମୁଁ 10 ଟଙ୍କା ଜାଣିଲି ତାଙ୍କର ଯିଏ ଜୁନିୟର ଗୋଟେ ପିଲାଟା ସିଏ ଆସିକିରି ଫୋନ କଲେ। ମ୍ୟାଡାମ ଦେଖନ୍ତୁ ଏ ଯୋଉ ବିକ୍ରମ ପଣ୍ଡା ଆଉ ସୁବାସ ପଣ୍ଡା ଏ ଦି ଜଣ ସମସ୍ତେ ଜାଣିଛନ୍ତି ବ୍ରହ୍ମପୁରବାସୀ ସମସ୍ତେ ଜାଣିଛନ୍ତି ଗୋଟେ ଭଲ ବନ୍ଧୁ ଥିଲେ। ସେ ସମୟରେ କିଭଳି ଭାବେ ସମ୍ପର୍କ ଥିଲା ବିକ୍ରମ ପଣ୍ଡା ପାଇଁ ସୁବାସ ପଣ୍ଡା କଣ କାମ କରୁଥିଲେ କଣ ରହିଥିଲା ମ୍ୟାଡାମ? ସେ ରାଜନୀତି ବିଷୟ କଣ ହଉଛି ନା ମୁଁ ବିଷୟ କିଛି ଜାଣିନି ତାଙ୍କ କଣ ସାଙ୍ଗ ଥିବେ କଣ ଥିବେ କିଛି ନାହିଁ। କିନ୍ତୁ ସାଙ୍ଗ ଯେ ଏମିତି ଲାଷ୍ଟ ମାର୍ଡର କରିଦେବ ଏମିତି ଲୋକକୁ ମାଷ୍ଟର ମାଇଣ୍ଡ କରିକିରି ସେଟା ତ ମତେ ଆଶ୍ଚର୍ଯ୍ୟ ଲାଗୁଛି। ତାକୁ ଏମିତି ଟାଇପର କରିବେ ବୋଲି ସେଇଟା ବି ମୁଁ ଜାଣିନି ଯଦି ଆଙ୍କେ ବି ଯଦି ଜାଣିଥାନ୍ତେ ନହେଲେ ଆଙ୍କେ ବି ମାନେ ଚିନ୍ତାଧାରା ମୋ ହଜବେଣ୍ଡର ବି ଚିନ୍ତାଧାରା ଯେ ତାଙ୍କେ ବି ଭାବିନଥିଲେ ଯେ ଏମିତି ସାଙ୍ଗଟା ତାଙ୍କୁ ଏମିତି କରିବେ ବୋଲି ମାରିଦେବେ ବୋଲି। ଆଉ ଗୋଟେ ଜିନିଷ ମ୍ୟାଡାମ ଯେତେବେଳେ କଂଗ୍ରେସରେ ରହିଥିଲେ ଉଭୟ ସୁବାସ ପଣ୍ଡା ହଉ କିମ୍ବା ବିକ୍ରମ ପଣ୍ଡା ହଉ ଯେତେବେଳେ କଂଗ୍ରେସରେ ରହିଥିଲେ ସେତେବେଳେ ଗୋଟେ ସ୍ଲୋଗାନ ରହିଥିଲା ବ୍ରହ୍ମପୁରବାସୀ ପାଇଁ ପାଣି ନାହିଁ ତ ସରକାର ନାହିଁ। ମୁଁ ଏସବୁ କିଛି ଜାଣିନି ଆପଣ ଦିଅରକୁ ପଚାରନ୍ତୁ ରାଜନୀତି ଭିତରେ ମୁଁ କିଛି ଜାଣିନି। ଆପଣ ଆଜି କଣ ପାଇଁ ମୁଖ୍ୟ ସାମ୍ବାଦିକ ସମ୍મેଳନ ମୋ ଜୀବନ ରଖିବା ପାଇଁ ଆଗ ମୁଁ ଆପଣଙ୍କ ଜୀବନ କଣ ବିପଦରେ ଅଛି? ପିଲାକୁ ଧମକେଇଛି ଆଉ ମୁଁ ସେଟା ଡରିକିରି ଘର ଭିତରେ ରହୁଛି। ଜୀବନ ପ୍ରତି ଆମର ଡର ଟିକେ ଅଛି। ପୋଲିସକୁ ଜଣେଇଛନ୍ତି? ପୋଲିସ କିଛି ପ୍ରୋଟେକ୍ସନ ଦେଇଛି କିଛି ହଁ ଆଶ୍ୱାସନା ଆମ ଦେଇଛି? ସାନ ଦିଅର ସବୁ ଲେଖିକିରି ସବୁ ଜଣେଇଛନ୍ତି। ପୋଲିସ କିଛି ଆଶ୍ୱାସନା